ওম নমঃ শিবায়। শিবপুরাণ বা শৈবপুরাণ দ্বিতীয় খণ্ড। শিবଙ୍କୁ ପାଇବାକୁ ପାର୍ବତୀଙ୍କ ତପସ୍ୟା। ବୋଲନ୍ତି ଋଷି ଏ ଶୁଣ ଦାତାଙ୍କର ସୁତ, ତୁମ୍ଭ ମୁଖରୁ ଶୁଣିଏ ଶିବଙ୍କ ଚରିତ। ଆମ୍ଭମାନଙ୍କର ମନ ହୋଇ ନିର୍ମଳ, ମାନସରୋବରେ ମନ ହଂସ କରି ଖେଳ। ଯେତେ ପାପ ତାପ ଆମ୍ଭରେ ରହିଥିଲା, ଶିବଙ୍କ ଚରିତ ଶୁଣି ସର୍ବକ୍ଷୟ ହେଲା। ଯେପରି ଅତିକୁ ଶିବ ଦେଲେ ପତିବର, ତୁମ୍ଭ ମୁଖ ଶୁଣି ମନ ହୋଇଲା କସ୍ଥିର। ଆବର କଥା ଏ ଦେବ ଶୁଣିବାଣି ଅନ୍ତେ, ବ୍ୟାକୁଳିତ ହୁଏ ମନ ଆମ୍ଭର ଯେଥେ। କହିଲେ ଯେ ବେଲେ ଶିବ ଅନ୍ତର୍ଧ୍ୟାନ ହେଲେ, ପାର୍ବତୀ ସଖୀଙ୍କୁ ବେନି ପିତାର ଜଗଲେ। ମନ ଦୁଃଖରେ ବାହୁରି ଆସିଲେ କତହିଁ, ତାହାପରେ କିଶକୃତ କରେ ମହାମାୟୀ। ତାଙ୍କ ପିତା ମାତା ତାଙ୍କୁ କି କଥା କହିଲେ, କିପରି ଭାବେ ଶଙ୍କର ସ୍ନେହ ପ୍ରାପ୍ତ ହେଲେ। ଶୁଣିବୁ କଏ କଥା ମାନ ତୁମ୍ଭ ପ୍ରସାରର, ଶୁଣିଲେ ହୋଇବୁ ପାର ଏ ଭବ ସାଗର। ତୋଷୀ ଯୋଉ ମୁନିଗଣ ପଚାରିଲେ ଏହା, କହନ୍ତି ବ୍ରହ୍ମାଙ୍କୁ ସତ ଲଭିର ଉତ୍ସାହ। ଶିବଙ୍କ ଶ୍ରୀଚରଣରେ ନିବେଶି ମନ ମାନସ, ବେଣି ଚକ୍ଷୁ ବୁଜି ପୁଣି ହୋଇରେ ହରଷ। ସବୁରି ମୁଖକୁ ଚାହୁଁ ବୋଲନ୍ତି ସେ ମୁନି, ଅନ୍ତର୍ଧ୍ୟାନ ହୋଇ ଯୋଗରେ ସୁଲ ପାଣି। ପିତାଙ୍କର ଶରଣରେ ମିଳି ଶାକମ୍ଭରୀ, ବିରସେ ବସିଲେ ବେଣି ସଖୀ ସଙ୍ଗେ ଧରି। ତା ଦେଖି ପ୍ରିୟ ତାଙ୍କୁ ପଚାରିଲେ ଯାହା, ତୁମ୍ଭ ଗତ ଆଗୁ କହୁଛି ମୁଁ ତାହା। ମନରେ ରଖିଲେ ପିତା ପାର୍ବତୀଙ୍କୁ ନେଇ, ଏମନ୍ତେ ଗଲା ସେ ପୁଣି କେତେ ଦିନ ରହି। ଦିନେକେ ପାର୍ବତୀ ଦେବୀ ମାତା ପିତା ପାଶେ, ପ୍ରବେଶ ହୋଇଲେ ଯାଇ ମନର ହରଷେ। ପ୍ରିୟର ଜନନୀ ପାରେ କରି ନମସ୍କାର, ବିନୟେ କହିଲେ ତାଙ୍କୁ କନକ ଗିର। ଶୁଣ तात ମାତ ତୁମ୍ଭେ ମୋହର ବଚନ, ଶିବ ପାୟ ସେବା ମୁଝେ କଲା ବହୁଦିନ। ସେ ସକଳ ସେବାମୟ ହୋଇଲା ବିଫଳ, ଅନୁଗ୍ରହଣ କରିଲେ ମୋତେ ଆଦିମୂଳ। ଯୌବନ ସମୟ ଦେଖ ବିଫଳ ହୋଇଲା, ଏ ଦେହକୁ ବହି ମୋର କି କାରଣ ହେଲା। ଏଣୁ ଆଜ୍ଞା ଦିଅ ମୋତେ କରି ନମ ତପ, ଶିବଙ୍କୁ ପୂଜିବି ନୀତି ଚିନ୍ତି ତାଙ୍କ ରୂପ। ଏହି ଗିରି ଶିଖରକୁ ଚଳିବି ତ୍ୱରିତେ, ନିଶ୍ଚଳ ହୋଇନ ତହିଁ ବସିବି ସୁଚିତ୍ତେ। ପୂଜିବି ସାତ୍ତ୍ୱିକ ଭାବ ହୃଦୟରେ ବହି, ତେବେ ହବା ଲଭ୍ୟ ହେବେ ବ୍ରହ୍ମାଣ୍ଡ ଗୋସାଇଁ। ଓମ୍ ନମଃ ଶିବାୟ।